प्रतिवर्ष भली चलित वर्ष मध्य कुमार पूर्णिमा पर पड़ुथिबा शनिवार दिन कलाहांडी जिलार शेष दशहरा आदिवासी जनजाति बहुल आमपाणी घाटी प्रारंभ थिबा जनमानसर आराध्य देवता तथा सबु देवदेवींकर मामू प्रभु श्री बुढ़ा राजांकर वार्षिक दशहरा उत्सव अनुष्ठित हो जाइछि। एही उत्सव रे आदिवासी माने निजर पारंपरिक पूजा रीतिनीति रे पूजा करिथांती। बहु संख्यार भक्तंकर एठी समागम होइथाय आउ वातावरणटी अति आनंदमय होइथाय। कलाहांडी रे लक्ष्मीकांत धांगड़ माझींक रिपोर्ट ONI। बेणुपाणी दुर्गा राज्य साधारण संपादक युवा कांग्रेस कमिटी ओडिशा। देखो प्रभु बुढ़ाराजा दसरा सर्वागत शेष हेसी। दसरा सबू दसरा मानी सारा पर कलाहांडी तथा अंचल सहर जिते भी दसरा आसी दसरा सर्वागत शेष से दसरा पालन हेसी। आज दसरा के अपेक्षा कर रही अंचल जिते जनसाधारण जनता जेन मानसिक स्थिति जेन विश्वास स्थिति से विश्वास एवं भरसा के आज जेन बुढ़ाराजा डोरी बांधिके आज ये जगार से ऋणी होकर प्रभु बुढ़ाराजा दर्शन पाई मुख्य आकर्षण होती प्रभु बुढ़ाराजा लाठी यात्रा एवं सन्धार रंगारंग कार्यक्रम अच्छे बुढ़ाराजा मंच में ये अंचल लोक संस्कृति ये अंचल
ପରମ୍ପରା ଦେଖ୍ବା ଲାଗି ପୁରା ଅନେକ ହୋଇଛନ୍। ଇ ଆଖପାଖରୁ ନେଇ ପୁରା ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆମ ନବରଙ୍ଗପୁର, କୋରାପୁଟ, ଇଭେନ୍ କି ଆମର୍ କୋଷ୍ଟାଲ ଏରିଆରୁ ବି ଜାଗାରେ ଲକ୍ଷାଧିକ ଭକ୍ତ ସମାଗମ ହେଇଛନ୍। ଆପଣ ଦେଖୁନ୍ ସକାଳ ପାହାତିଆରୁ ଯେନ୍ ଭକ୍ତମାନେ ଲାଇନ୍ ଲାଗିଛନ୍ ଏପର୍ଯ୍ୟନ୍ତ ବି ମନ୍ଦିର ଭିତରେ ନେଇ ସରି ପାର୍ବା, କାରଣ এই ଜାଗାରେ ଭିଡ଼ ପ୍ରବଳ ଅଛି। ଆଉ ଜିଲ୍ଲା ପ୍ରଶାସନ ବି ବହୁତ ସୁନ୍ଦର ବ୍ୟବସ୍ଥା କରିଛନ୍। 3 ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ଯେନ୍ ଆମ୍ବୁଲାନ୍ସ ଏବଂ ସ୍ୱେଚ୍ଛାସେବୀମାନେ ତାଙ୍କର ପାଣି ପତ୍ର ବଣ୍ଟନ କରୁଛନ୍, ଅର୍ଣ୍ଣଛତ୍ର ବଣ୍ଟନ କରୁଛନ୍। ଆଜ୍ଞା ଆପଣଙ୍କର ପରିଚୟ? ଫକୀର ମୋହନ ପୂଜାରୀ ମୋର ନା। ମୁଇଁ ହଉଛେ ବୁଢ଼ାଜାଙ୍କର ମୁଖ୍ୟ ପୂଜକ। ଆଜି ଯେନ୍ ଆପଣଙ୍କର ଆମପାଣିରେ ପ୍ରଭୁ ବୁଢ଼ାଦାଙ୍କର ଯେନ୍ ବାର୍ଷିକ ଦଶହରା ହଉଛେ, ତ କେନ୍ ହିସାବରେ ଏଇଟା ବୁଢ଼ାଦାଙ୍କର ପୂଜା ରୀତିନୀତି ହିସାବରେ ହଉଛେ, ଆର୍ ଏଇଟା ଉଦ୍ଦେଶ୍ୟ କାଣା? ଆମର ବୁଢ଼ାଜାଙ୍କର ପ୍ରତିବର୍ଷ ତ ଏବେ ଆମର ଏ କୁମାର ପୂର୍ଣ୍ଣିମା ସରିଲା ପରେ କାର୍ତ୍ତିକ ମାସର କୃଷ୍ଣ ପକ୍ଷରେ ଯେନ୍ ଶନିବାରଟା ପଡ଼ୁଛି, ସେ ଶନିବାର ଦିନ ଆଗ ପରମ୍ପରାରୁ ଏଇଟା ରହି ଆସିଛେ, ଯାହାକି ପ୍ରତ୍ୟେକ ଯାତ୍ରା ଯେନ୍ଟା ବୁଢ଼ାଜାଙ୍କର ବାହାଦି ଯାତ୍ରା ହଉଛେ, ତାରପରେ ଆମର ଠାକୁରାଣୀ ଯାତ୍ରା ହଉଛି ଏ ବୁଢ଼ା ପୀଠସ୍ଥଳରେ, ତ ସମସ୍ତ ପରମ୍ପରା ହିସାବରେ ସେ ପୁନି ଭାଙ୍ଗଲେ ଏକା ଯେନ୍ଟାକି ପୂର୍ଣ୍ଣିମା ପରେ କୃଷ୍ଣ ପକ୍ଷରେ ଯେନ୍ଟା ମହାପ୍ରଭୁ ଆଦେଶ କରିଛନ୍, ତେଣୁକରି ସେ ହିସାବରେ ଆମେ ଏଇଟା ପାଲି ଆସୁଛୁ। ଇ ବର୍ଷିକର ଯାତ୍ରା ହେଉଛି ମହାପ୍ରଭୁ ସେ ପ୍ରତ୍ୟେକ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଏଇଟା ତାଙ୍କର ସେ ଯେନ୍ ଲାଠି ଆସୁଛେ, ଲାଠିଟା ସେଇ ହିସାବରେ ସେ ଦର୍ଶନ ଦେବା ପାଇଁ ଏ ଯାତ୍ରା କରୁଛନ୍ତି।